ଦେଖନ୍ତୁ କାଲି ଗଣମାଧ୍ୟମ ଜରିଆରେ ଆମେ ଖବର ପାଇଲୁ ଏବଂ ଦେଖିବାକୁ ପାଇଲୁ ଏସ୍ପି ସାର୍ଙ୍କର ପ୍ରେସ୍ ମିଟ୍ ଯେଉଁଥିରେ କି ସେ ସୁଭଦ୍ରା ଭଉଣୀ କେସ୍ରେ ଜଣକୁ ଆରେଷ୍ଟ କରିଛି ବୋଲି ସେ କାଲି ପ୍ରେସ୍ରେ କହିଲେ। କିନ୍ତୁ ଆମର ଯେଉଁ 10ଟି ସଂଗଠନ ଆନ୍ଦୋଳନ ଡାକରା ଦେଇଥିଲୁ, 10ଟି ସଂଘ ଆଜି ବସିକି ନିଷ୍ପତ୍ତି କଲୁ, ସେ ଯେଉଁ ଏସ୍ପି ଯେଉଁ କାଲି ପ୍ରେସ୍ ବାର୍ତ୍ତା ଦେଇଛନ୍ତି ସେଥିରେ ଆମର ସନ୍ଦେହ ସୃଷ୍ଟି କରୁଛି। କାରଣ ଦେଖନ୍ତୁ, ଜଣେ ଲୋକ ମାରି ଜଣେ ଲୋକ ହତ୍ୟା କରି ମାରିବା, ପୋଡ଼ିବା, ଅପହରଣ କରିବା ଏହା ସମ୍ଭବ ନୁହଁ। ତେଣୁ ୟାକୁ ନେଇ ଆମ ମନରେ ଯେହେତୁ ସନ୍ଦେହ ସୃଷ୍ଟି ହୋଇଛି, ୟାକୁ ସିବିଆଇ ତଦନ୍ତ ଆମେ ଦାବି କରୁଛୁ। ତେଣୁ ଯେଉଁ ଆନ୍ଦୋଳନ ଡାକରା ଦିଆଗଲା, ଆନ୍ଦୋଳନ ବଳବତ୍ତର ରହିଲା। କାଲି ସକାଳ 6ରୁ ସନ୍ଧ୍ୟା 6 ଆନ୍ଦୋଳନ ହେବ ଏବଂ ଜୋରଦାର। ଯଦି ପୋଲିସ ପ୍ରଶାସନ ଆମକୁ ଆନ୍ଦୋଳନ ପାଇଁ ଡାକରା ଦିଏ, ପୁଣି ଆମେ 20ଟା ଯେଉଁ 10ଟି ସଂଘ ଅଛି ବସିକି ନିଷ୍ପତ୍ତି କରିବୁ। କିନ୍ତୁ ଆଉ ପୋଲିସର କାଲି ଯେଉଁ 48 ଘଣ୍ଟା ହେଇଗଲାଣି ବସିକି ଧରିବାରେ, ଏପର୍ଯ୍ୟନ୍ତ କୌଣସି ଗୋଟିଏ ସଂଗଠନକୁ ମଧ୍ୟ ପୋଲିସ କିମ୍ବା କୌଣସି ପ୍ରଶାସନ ଆଲୋଚନା କି ହାତ ବଢ଼ାଇ ନାହାନ୍ତି। ମୋ ଚିନ୍ତାରେ ପୋଲିସର ମାନେ ବେଖାତିର ମନୋଭାବ ଯେଉଁ ଆମର ଚାଲିଛି ପୋଲିସର, ଏଠୁ ସ୍ପଷ୍ଟ ଜଣାପଡ଼ୁଛି। ଆନ୍ଦୋଳନ ବଳବତ୍ତର ରହିବ ଏବଂ ଜୋରଦାର ହେବ।